ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ମହାକୁମ୍ଭ ମେଳା 2025 ବର୍ଷ କେବେ ଅନୁଷ୍ଠିତ ହେବାକୁ ଯାଉଛି? ଜାଣନ୍ତୁ କାହିଁକି 12 ବର୍ଷ ଅପେକ୍ଷା କରିବାକୁ ପଡ଼େ। ମହାକୁମ୍ଭ ମେଳା ପୌଷ ପୂର୍ଣ୍ଣିମା ଠାରୁ ଆରମ୍ଭ ହେବ। ମହାଶିବରାତ୍ରିରେ ଶେଷ ହେବ। ଆସନ୍ତୁ ଜାଣିବା ଦୁହିଁଙ୍କ ମଧ୍ୟରେ ସମ୍ପର୍କ କ'ଣ। ପ୍ରୟାଗ ମହାକୁମ୍ଭ 2025। 2025 ମସିହାରେ ମହାକୁମ୍ଭ 13 ଜାନୁଆରୀ 2025ରେ ପୌଷ ପୂର୍ଣ୍ଣିମା ଦିନ ସ୍ନାନ ପର୍ବରୁ ଆରମ୍ଭ ହେବ। ଏହା 26 ଫେବୃଆରୀ 2025ରେ ମହାଶିବରାତ୍ରିରେ ଶେଷ ହେବ। ମହାକୁମ୍ଭ 45 ଦିନ ପର୍ଯ୍ୟନ୍ତ ରହିଥାଏ। ସମଗ୍ର ବିଶ୍ୱରୁ କୋଟି କୋଟି ଭକ୍ତ ଆସିଥାନ୍ତି। ମହାକୁମ୍ଭ ପ୍ରତି 12 ବର୍ଷରେ ସଂଗଠିତ ହୋଇଥାଏ। ଦେଶ ତଥା ବିଦେଶର ଲୋକମାନେ ଏଠାକୁ ଗାଧୋଇବାକୁ ଆସନ୍ତି। ହିନ୍ଦୁ ଧର୍ମରେ କୁମ୍ଭ ମେଳାର ବିଶେଷ ମହତ୍ତ୍ୱ ରହିଛି। କୁମ୍ଭ ମେଳା ପ୍ରତି 3 ବର୍ଷରେ ଅନୁଷ୍ଠିତ ହୋଇଥାଏ। ଅର୍ଦ୍ଧ କୁମ୍ଭ ମେଳା ପ୍ରତି 6 ବର୍ଷରେ ଆୟୋଜିତ ହୋଇଥାଏ। ମହାକୁମ୍ଭ ପ୍ରତି 12 ବର୍ଷରେ ସଂଗଠିତ ହୋଇଥାଏ। 2025 ମସିହାରେ ପ୍ରୟାଗରେ ମହାକୁମ୍ଭ ସଂଗଠିତ ହେବ। ଚଳିତ ବର୍ଷ ମହାକୁମ୍ଭର ପ୍ରଥମ ଦିନରେ ସିଦ୍ଧି ଯୋଗର ଏକ ଶୁଭ ସମକକ୍ଷ ହେଉଛି। ମହାକୁମ୍ଭ ହେଉଛି ହିନ୍ଦୁ ଧର୍ମର ସବୁଠାରୁ ବଡ଼ ପର୍ବ ଏବଂ ମେଳା, ଯେଉଁଥିରେ ସାରା ବିଶ୍ୱରୁ ଲକ୍ଷ ଲକ୍ଷ ଭକ୍ତ ଅଂଶଗ୍ରହଣ କରିଥାନ୍ତି। 13 ଜାନୁଆରୀରୁ 26 ଫେବୃଆରୀ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ଆୟୋଜିତ ହେବ। ମହାକୁମ୍ଭ ପୁଣ୍ୟ ସ୍ନାନର ତାରିଖ 2025। 13 ଜାନୁଆରୀ 2025 ପୌଷ ପୂର୍ଣ୍ଣିମା, 14 ଜାନୁଆରୀ 2025 ମକର ସଂକ୍ରାନ୍ତି, 29 ଜାନୁଆରୀ 2025 ତ୍ରିବେଣୀ ଅମାବାସ୍ୟା, 3 ଫେବୃଆରୀ 2025 ବସନ୍ତ ପଞ୍ଚମୀ, 4 ଫେବୃଆରୀ 2025 ମାଘ ସପ୍ତମୀ, 12 ଫେବୃଆରୀ 2025 ମାଘ ପୂର୍ଣ୍ଣିମା, 26 ଫେବୃଆରୀ 2025 ମହାଶିବରାତ୍ରି। ମହାକୁମ୍ଭ ମେଳାର ଉତ୍ପତ୍ତି ସହିତ ଜଡ଼ିତ କାହାଣୀ। ମହାକୁମ୍ଭ ମେଳାର ଉତ୍ପତ୍ତି କାହାଣୀ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ଘଟଣା ସହିତ ଜଡ଼ିତ। କିମ୍ବଦନ୍ତୀ ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ପାଇଁ ଦେବତା ଏବଂ ଅସୁରମାନଙ୍କ ମଧ୍ୟରେ 12 ଦିନ ଧରି ସଂଘର୍ଷ ହୋଇଥିଲା। ଅମୃତ କଳସ ପାଇବା ପାଇଁ ସଂଗ୍ରାମ ମଧ୍ୟରେ ହାଣ୍ଡିରୁ କିଛି ବୁନ୍ଦା ଅମୃତ ପୃଥିବୀର 4ଟି ସ୍ଥାନରେ ପଡ଼ିଥିଲା: ପ୍ରୟାଗରାଜ, ଉଜ୍ଜୟିନୀ, ହରିଦ୍ୱାର ଏବଂ ନାସିକ। ତେଣୁ ଏହି ସ୍ଥାନଗୁଡ଼ିକ ପବିତ୍ର ବୋଲି ବିବେଚନା କରାଯାଏ ଏବଂ କୁମ୍ଭ ମେଳା କେବଳ ଏହି ସ୍ଥାନରେ ସଂଗଠିତ ହୋଇଥାଏ। କୁମ୍ଭ ମେଳା ହେଉଛି ଏକ ଘଟଣା ଯାହା ଜ୍ୟୋତିର୍ବିଜ୍ଞାନ, ଜ୍ୟୋତିଷ ଶାସ୍ତ୍ର, ଆଧ୍ୟାତ୍ମିକତା, ରୀତି ନୀତି, ପରମ୍ପରା ଏବଂ ସାମାଜିକ ସାଂସ୍କୃତିକ ରୀତିନୀତି ଏବଂ ଅଭ୍ୟାସ ବିଜ୍ଞାନକୁ ଅନ୍ତର୍ଭୁକ୍ତ କରିଥାଏ, ଯାହା ଏହାକୁ ଜ୍ଞାନରେ ଅତ୍ୟଧିକ ସମୃଦ୍ଧ କରିଥାଏ। କୁମ୍ଭ ମେଳାକୁ ସାଧନ କରୁଥିବା ସାଧୁ ଏବଂ ନାଗା ସାଧୁଙ୍କ ସମେତ ଏପରି ସନ୍ଥ ଆସନ୍ତି ଯେଉଁମାନେ ଏକାନ୍ତରେ ବାସ କରନ୍ତି। ସେମାନେ କେବଳ କୁମ୍ଭ ମେଳା ସମୟରେ ସଭ୍ୟତା ପରିଦର୍ଶନ କରିବାକୁ ଆସନ୍ତି। ଆଧ୍ୟାତ୍ମିକତାର ସନ୍ଧାନକାରୀ ଏବଂ ହିନ୍ଦୁ ଧର୍ମ ଅନୁସରଣ କରୁଥିବା ସାଧାରଣ ଲୋକ ମଧ୍ୟ ଆସିଥାନ୍ତି। କୁମ୍ଭ ମେଳା ସମୟରେ ଅନେକ ସମାରୋହ ଆୟୋଜିତ ହୋଇଥାଏ। ହାତୀ, ଘୋଡ଼ା ଏବଂ ରଥ ଉପରେ ଅଖଡ଼ାର ପାରମ୍ପରିକ ଶୋଭାଯାତ୍ରା, ଏହାକୁ ପେଶୱାଇ କୁହାଯାଉଥିଲା। ଶାହୀ ସ୍ନାନ ସମୟରେ ନାଗା ସାଧୁଙ୍କ ରୀତିନୀତି ଏବଂ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ, ଯାହାକି ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ କୁମ୍ଭ ମେଳାରେ ଅଂଶଗ୍ରହଣ କରିବାକୁ ଆକର୍ଷିତ କରିଥାଏ। କୁମ୍ଭ ମେଳାର ସାମାଜିକ ମହତ୍ତ୍ୱ। କୁମ୍ଭ ମେଳାର ସାମାଜିକ ମହତ୍ତ୍ୱ ହେଉଛି ଯେ ଏହା ହେଉଛି ବିଶ୍ୱର ଏକମାତ୍ର ଘଟଣା ଯାହାକି କୌଣସି ନିମନ୍ତ୍ରଣ ଆବଶ୍ୟକ କରେ ନାହିଁ। ତଥାପି ଏହି ବିଶାଳ କାର୍ଯ୍ୟକ୍ରମ ପାଇଁ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀ ଆସନ୍ତି। କୁମ୍ଭ ମେଳା ଏକ ସାମାଜିକ ବାର୍ତ୍ତା ମଧ୍ୟ ଦେଇଥାଏ, ଯାହା ସମସ୍ତ ମନୁଷ୍ୟର କଲ୍ୟାଣ, ଉତ୍ତମ ଧାରଣା ବାଣ୍ଟିବା ଏବଂ ସମ୍ପର୍କକୁ ବଜାୟ ରଖିବା ଏବଂ ମଜବୁତ କରିବା ବିଷୟରେ।
ମନ୍ତ୍ର ଜପ କରିବା, ପବିତ୍ର ବାଖ୍ୟା, ପାରମ୍ପରିକ ନୃତ୍ୟ, ଭକ୍ତି ଗୀତ ଏବଂ ପୌରାଣିକ କାହାଣୀ ଲୋକମାନଙ୍କୁ ଏକତ୍ର କରିଥାଏ, ଯାହାକି କୁମ୍ଭମେଳାର ସାମାଜିକ ଗୁରୁତ୍ୱକୁ ପ୍ରତିଫଳିତ କରିଥାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ ମହାକୁମ୍ଭ ମେଳା ସମୟରେ ସ୍ନାନ କରିବା ଦ୍ୱାରା ସମସ୍ତ ପାପରୁ ମୁକ୍ତି ମିଳିଥାଏ। ପ୍ରତ୍ୟେକ ଥର କୁମ୍ଭମେଳା କେବଳ 4ଟି ପବିତ୍ର ନଦୀ ଏବଂ ଭାରତର 4 ତୀର୍ଥସ୍ଥାନରେ ଆୟୋଜିତ ହୋଇଥାଏ। କିନ୍ତୁ ମହାକୁମ୍ଭ ମେଳା କେବଳ ପ୍ରୟାଗରାଜ, ନାସିକ, ହରିଦ୍ୱାର ଏବଂ ଉଜ୍ଜୟିନୀରେ ଆୟୋଜିତ ହୋଇଥାଏ। ବର୍ତ୍ତମାନ 12 ବର୍ଷ ପରେ ଏହି ମହାକୁମ୍ଭ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଯଦି ଆସନ୍ତା ବର୍ଷ 2025 ମସିହାରେ ମହାକୁମ୍ଭ ମେଳା 13 ଜାନୁଆରୀରେ ପୌଷ ପୂର୍ଣ୍ଣିମା ଦିନରୁ ଆରମ୍ଭ ହେବ ଏବଂ ଏହି କୁମ୍ଭମେଳା 26 ଫେବୃଆରୀ 2025ରେ ମହାଶିବରାତ୍ରିରେ ଶେଷ ହେବ। ମହାକୁମ୍ଭ 12 ବର୍ଷ ପରେ ପ୍ରୟାଗରେ ଆୟୋଜିତ ହେବାକୁ ଯାଉଛି। ଏହି ଭିଡ଼ିଓରେ ଦିଆଯାଇଥିବା ସୂଚନା ସମ୍ପୂର୍ଣ୍ଣ ସତ୍ୟ ଏବଂ ସଠିକ୍ ଅଟେ, ଏହା ଆମ ଚ୍ୟାନେଲ ଦାବି କରୁନାହିଁ। ଏଗୁଡ଼ିକ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ସମ୍ପୃକ୍ତ କ୍ଷେତ୍ରର ଜଣେ ବିଶେଷଜ୍ଞଙ୍କ ଠାରୁ ପରାମର୍ଶ ନିଅନ୍ତୁ। ଆଜି ପାଇଁ ଭିଡ଼ିଓଟି ଏତିକି। ପୁଣି ଦେଖାହେବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।